ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 15। କାଲିର ଚିନ୍ତା ଘାତକ ଅଟେ। ଯେଉଁ ସୁଖ ସମୃଦ୍ଧି ମିଳିଛି, ଆଜିର ଜୀବନରୁ ଯେଉଁ ଆନନ୍ଦ ମିଳିପାରେ ତା ଉପରେ ଦୃଷ୍ଟି ନ ଦେଇ ଦୂରର ସୁଖ ପାଇବା ସକାଶେ ଆଶା ପୋଷଣ କରିବାର ଅଭିପ୍ରାୟ ହେଉଛି ଆଜିର ସୁଖ ତ ନଷ୍ଟ ହେଉଛି, ତା ସହିତ ଭବିଷ୍ୟତ ପାଇଁ ପୂର୍ଣ୍ଣ ବିଶ୍ୱାସ ନାହିଁ। ଆଶା ଉପରେ ଭରସା କରି ରହିବା ଲୋକ ଶୀଘ୍ର ଭୋକରେ ମରିବା ସୁନିଶ୍ଚିତ ଅଟେ। କେଜାଣି କାହିଁକି ଆମେ ଏପରି ମୂର୍ଖ ହୋଇଯାଉଛୁ? ଆଜିର ଉପଯୋଗିତାକୁ ଆମେ ବୁଝିପାରୁନାହୁଁ କାହିଁକି? କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।